ଆକ୍ରମଣ କରି ଘାଇଲା କରୁଛି ଭାଲୁ। ଚିନ୍ତା ବଢ଼ାଉଛି ଜଙ୍ଗଲ ଭାଲୁ। ଆକ୍ରମଣାତ୍ମକ ଭାଲୁର ମୁକାବିଲା ପାଇଁ ନୟାନ୍ତ ଚାଷୀ। ବିଭିନ୍ନ ସମୟରେ ଚାଷୀ ଭାଲୁ ଆକ୍ରମଣରେ ଗୁରୁତର ହୋଇଥିବା ବେଳେ ଏବେ ପୁଣି ଘାଇଲା ହୋଇଛନ୍ତି ଚାଷୀ। ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ରେଞ୍ଜ ଜରକ ପଞ୍ଚାୟତ କାଠୁଆ ନୂଆଗାଁ ଗ୍ରାମରେ ସକାଳୁ ଭାଲୁ ଆକ୍ରମଣରେ ଜଣେ ଚାଷୀ ଆହତ ହୋଇଥିଲା ବେଳେ ପ୍ରାୟ 10ଟା ସମୟରେ 2 ଜଣ ମହିଳା ଛେଳି ଚରାଉଥିବା ସମୟରେ ଆକ୍ରମଣର ଶିକାର ହୋଇଥିବା ଜଣାପଡ଼ିଛି। ଘଟଣାସ୍ଥଳରୁ 3 ଜଣଙ୍କୁ ନିଜ ପରିବାର ଲୋକେ ଉଦ୍ଧାର ପରେ ଅଟୋ ଯୋଗେ ଚିକିତ୍ସା ପାଇଁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଆହତ ଚାଷୀ ଜଣକ ଜରକ ପଞ୍ଚାୟତ କାଠୁଆ ନୂଆଗାଁ ଗ୍ରାମର ଅନାମ ବେହେରା ବୋଲି ଜଣାପଡ଼ିଥିଲା ଏବଂ ମହିଳା 2 ଜଣଙ୍କ ସାତକୋଶିଆ ରେଞ୍ଜ ମହଲଡିହା ପଞ୍ଚାୟତର କୋଇଲିପାଳ ଗାଁର ସୁଶୀଳା ବେହୁରୀ ଓ ଅଫିସ ସାହିର ସରୋଜିନୀ ମହାନ୍ତ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ ସକାଳେ ଅନାମ ଧାନ ବିଲରେ ପାଣି ଛାଡ଼ିବାକୁ ଯାଇଥିଲେ। ବିଲରେ ପାଣି ଛାଡ଼ୁଥିବା ବେଳେ ନିକଟ ଜଙ୍ଗଲ ଭିତରୁ 2ଟି ଭାଲୁ ଆସି ତାଙ୍କୁ ଆକ୍ରମଣ କରିଦେଇଥିଲେ। ପାଖରେ ଥିବା ଅନ୍ୟ ଚାଷୀମାନେ ପାଟି କରିବାରୁ ଭାଲୁ ସେଠାରୁ ଖସି ପଳାଇ ଯାଇଥିଲା। ମହିଳା 2 ଜଣ ଶାଳନ୍ଦୀ ନାଳକୂଳରେ ଛେଳି ଚରାଉଥିବା ସମୟରେ ଭାଲୁ ଆକ୍ରମଣରେ ଶିକାର ହୋଇଥିଲେ। ତେବେ ଏପରି ଘଟଣା ବାରମ୍ବାର ଠାକୁରମୁଣ୍ଡା ବ୍ଲକ ଅଞ୍ଚଳରେ ଘଟୁଥିଲେ ମଧ୍ୟ ବନ ବିଭାଗ କୌଣସି ପଦକ୍ଷେପ ନେଉନଥିବାରୁ ଗ୍ରାମବାସୀଙ୍କ ସୁରକ୍ଷା ନେଇ ବୁଦ୍ଧିଜୀବୀଙ୍କ ମହଲରେ ଚର୍ଚ୍ଚା ହେଉଛି। ଅନ୍ୟପଟେ ଭାଲୁ ଆକ୍ରମଣରେ ଗୁରୁତରଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି। ମୟୂରଭଞ୍ଜରୁ ଘାସିରାମ ବେହେରାଙ୍କ ରିପୋର୍ଟ, କେବି ନ୍ୟୁଜ୍।